ଦେଖନ୍ତୁ ଆଜ୍ଞା ଏମିତି ଆଉ ଭାଙ୍ଗ ପୁଡ଼ିଆ ଖାଇଲେ ଏମିତି ଦାନ୍ତ ଖରାପ ହେଇଯିବ। ଏଟର ଦାଗ କଣ ପାଇଁ ହେଇଛି ଏମିତି? ନାଇଁ 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 ଇଏ ଗାଁ କଣ ପାଇଁ ହେଇଥିଲା? ଏଟା କଣ ମହାପୁର ଗାଁ ହେଇଥିଲା। ଏଟା ଆଜ୍ଞା ବସନ୍ତ ହେଇଥିଲା। ଏ ବୁଢା ଏବେକୁ 100 ବର୍ଷ ହେଇଛି ଏ ଘୋଷଲା 100 ବର୍ଷ ହେଇଛି। 100 ବର୍ଷ ହେଇଛି। ହଁ ହେଲେ ତାର ଛୋଟ ଟାଇମରେ ବସନ୍ତ ହେଇଥିଲା। ହଁ ବସନ୍ତ ହେଇକରି ଏମିତି ଏଟା ଏମିତି ହେଇଛି ଆଜ୍ଞା। ହଁ ଏଟା ଦେଖନ୍ତୁ ଏମିତି ତାର ସେ ଭିତରେ ମୁଣା ମୁଣା ଅଛି। ଏଟା ହଁ ପକେଟ પર ରହିଯାଇଛି। ପକେଟ ବଡି ରହିଯାଇଛି। ହେଲେ ଏମିତି ପୁଡି ଗଲା ପରେ ଦେଖାଯାଉଛି ଏଠି କଣ ଏମିତି ଦେଖାଯାଉଛି ଦେଖନ୍ତୁ। ଆରେ ସବୁ ମହାପୁର କ୍ଷମା କରୁଛି ଆଉ କଣ କର ଆଜ୍ଞା ସେ ଇଏ ବସନ୍ତ ହେଇଥିଲା। ଇଏ ପାର ଦେବାରୁ ଇଏ ବସନ୍ତ ଆଉ ଏବେ ଛାଡ଼ିଗଲା। ଆଚ୍ଛା ପାରାଟା ମନ୍ନତ ରଖିଥିଲା ନାଇଁ କି? ରଖିଥିଲେ ପାରାଟା ତାକୁ କଣ ବଳି ଦେଲେ ପାରାକୁ। ଆଚ୍ଛା ପାରା ବଳି ଦେବାରୁ ତାଙ୍କେ ସୁସ୍ଥତା ହେଲା। ମାଂସଟେ ଥିବା ଦେଖନ୍ତୁ ଆଜ୍ଞା ତାର ସେ ଚମଡ଼ା ଯାକ ଏଡେ ଏଡେ ଏମିତି ହେଇଯାଉଛି। ଆଉ ବେଶୀ ସମୟ ହେଇଯାଇଛି ଆଉ ଆଗରୁ ତାଙ୍କର ସେ ପରମ୍ପରା ଆଜ୍ଞା ଦେଖ ସେ ଏଟା ସେ ବିଡି ପିକା କହିବେ। ପିକା ଇଏ ଅଛି ଆଉ ପିଉଛନ୍ତି ସବୁବେଳେ। ଏଇଟା ନ ପିଇଲେ ପୁଣି ତାଙ୍କର ଜୀବନ ସନ୍ତୁଷ୍ଟ ଲାଗୁନାହିଁ। ଆଜ୍ଞା ଦେଖନ୍ତୁ ତାଙ୍କ ସେ ଲେଟର ପିନ୍ଧିଛନ୍ତି। ଏଇଟା ଲୁଙ୍ଗି ଦାନ୍ତ କଣ ପାଇଁ ଏମିତି ହେଇଯାଇଛି ପୁରା ସୁପର ହିଟ୍ ପୁରୁଷର ଦାନ୍ତ କେମିତି ଏମିତି ହେଇଯାଇଛି? ଆଉ ତାକେ ଆଉ ଭାଙ୍ଗ ଖାଇବେ ନାହିଁ। ଆହୁରି ସେଗୁଡା ହେଲେ ଏମିତି କେମିତି ସେ ଦାନ୍ତ ଯାକ ଆଗ କାଳରେ ସେ ଷ୍ଟ୍ରଙ୍ଗ ରହିଯାଇଛି। ଦେଖନ୍ତୁ ଆଜ୍ଞା ଏମିତି ଆଉ ଭାଙ୍ଗ ପୁଡ଼ିଆ ଖାଇଲେ ଏମିତି ଦାନ୍ତ ଖରାପ ହେଇଯିବ। ଭାଙ୍ଗ ପୁଡ଼ିଆ ଖାଇବ ନାହିଁ ବୋଲିକିରି ଏଠି ଭଲ ରହିଛି। ସେ ପିକା କାଲି ପିଇବ କାଲି ଧୂଆଁ ସହିତ ତାଙ୍କୁ ବୁଝିଲ। ହଁ ହଁ।